ଆପଣ ଦେଖନ୍ତୁ 1 ତାରିଖରୁ ନୂଆ ଅବକାରୀ ନୀତି ଲାଗୁ ହେବ। ନିଶ୍ଚିତ ଭାବରେ ଓଡ଼ିଶାବାସୀଙ୍କର ଯେଉଁ ଆଶା ଥିଲା ଯେ ମଦର ବହୁଳ ପ୍ରସାର ଗାଁ ଗହଳିରେ ଯେଉଁ ବ୍ୟାପକ ପ୍ରସାର ଚାଲିଥିଲା ଗାଁ ଗହଳିରେ ସବୁ ଜାଗାରେ ତାକୁ କମ୍ କରିବା ପାଇଁ ଏ ଯେଉଁ ନୂଆ ଅବକାରୀ ନୀତିରେ ବ୍ୟବସ୍ଥା କରାଯାଇଛି। ଗ୍ରାମାଞ୍ଚଳରେ ନୂଆ ମଦ ଦୋକାନ ଖୋଲାଯିବ ନାହିଁ ଏବଂ ସହରରେ ଯୁବବର୍ଗଙ୍କୁ ପଥଭ୍ରଷ୍ଟ ହେବାକୁ ଦେବାକୁ ଦିଆଯିବ ନାହିଁ। ସେଥିରେ ଡ୍ୟାନ୍ସ ବାର୍ରେ ଆପଣ ଦେଖିଥିବେ ବାର୍ରେ ଡ୍ୟାନ୍ସ ବାର୍ ପ୍ରଥାକୁ ବନ୍ଦ କରାଯାଇଛି ଏବଂ ଅନେକ ଗୁଡ଼ାଏ ଛୋଟ ଛୋଟ ପଦକ୍ଷେପ ଏଥିରେ ଅଛି ଯାହା ଲାଗୁ ହେଲା ପରେ ଆପଣ ନିଶ୍ଚିତ ଅନୁଭବ କରିବେ ଯେ ମଦର ପ୍ରସାର କମ୍ କରିବା ପାଇଁ ଅନେକ ଗୁଡ଼ିଏ ପଦକ୍ଷେପ ନିଶ୍ଚିତ ଭାବରେ ସେଥିରେ ଯେଉଁ ଆଶା ଆକାଂକ୍ଷା ଥିଲା ଓଡ଼ିଶାବାସୀଙ୍କର ଯେ ଏଥିରେ ସରକାର ଆସିଲେ ଗୁଡ଼ାଏ ପଦକ୍ଷେପ ନେବେ ଏହାକୁ ସୁପରିଚାଳନା କରିବେ ଏବଂ पूरा मॉनिटरिंग सिस्टम को ठिकना ढंगे लागू करेंगे ए कथा को लेकर आसंता अबकारी नीति आप अनुभव देखंतु देखंतु याकू ठिकना ढंगे परिचालना करने ये जो अबकारी नीति ये अच्छे आपण मैंने लक्ष्य करुवे ग्रामांचल सबुठ अधिक भाव में ग्रामांचल युववर्ग एथरे पथभ्रष्ट होते एवं ताकू पूरा बंद करने ग्रामांचल एथर अबकारी नीति स्पष्ट भाव में उल्लेख अच्छे ग्रामांचल कौन नुआ मद दुकान खोल ना एवं एमजीक्यू कोटा बढ़ा ना ये कथा को लेकिन थोड़ाए पदक्षेप अच्छी जो थी कि आप अनुभव करेंगे ये आस्ते आस्ते ओडिशा को ठिकना ढंगे गोटे भल अबकारी नीति सुपरिचालनागत अबकारी नीति आसूची बोली आप अनुभव करेंगे।